କେନ୍ଦ୍ର ସରକାରଙ୍କ ପାଇଁ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ପାଇଁ ଆସିଲା ବଡ଼ ଅପଡେଟ୍। ବାସ୍ତବରେ ଅଷ୍ଟମ ବେତନ ଆୟୋଗର ଅପେକ୍ଷା ଶେଷ ହେବାକୁ ଯାଉଛି। ତେବେ ଅଷ୍ଟମ ବେତନ ଆୟୋଗ ଲାଗୁ ହେଲେ ୟୁପିଏସ୍ ଅଧୀନରେ କେତେ ବଢ଼ିବ ପେନ୍ସନ୍ ଆସନ୍ତୁ ଜାଣିବା। ଯଦିଓ ଅଷ୍ଟମ ବେତନ ଆୟୋଗକୁ ନେଇ ସରକାର କୌଣସି ସରକାରୀ ଘୋଷଣା କରିନାହାନ୍ତି, ଅନେକ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ 2026 ସୁଦ୍ଧା ଅଷ୍ଟମ ବେତନ ଆୟୋଗ ଦେଶରେ ଲାଗୁ ହୋଇପାରେ। ବାସ୍ତବରେ 2025ରେ ଆରମ୍ଭ ହେବାକୁ ଥିବା ୟୁନିଫାଏଡ୍ ପେନ୍ସନ୍ ସ୍କିମ୍ର ଏକ ଅଂଶ ଭାବରେ କେନ୍ଦ୍ରୀୟ କର୍ମଚାରୀମାନେ ଅବସର ନେବା ପରେ ପେନ୍ସନ୍ ଭାବରେ ସେମାନଙ୍କର ହାରାହାରି ବେତନର ଅଧା ପାଇବେ। ଏହା ସୂଚିତ କରେ ଯେ ଅବସରପ୍ରାପ୍ତ ବ୍ୟକ୍ତି ଗତ ବର୍ଷଠାରୁ ସେମାନଙ୍କର ମାସିକ ପେନ୍ସନ୍ ଭାବରେ ସେମାନଙ୍କର ହାରାହାରି ବେତନର ଅଧା ପାଇବେ। ଏହା ସମ୍ଭବ ଯେ ୟୁପିଏସ୍ ପେନ୍ସନ୍ ବିସ୍ତାର ହେବ, ବିଶେଷ କରି ଅଷ୍ଟମ ପେନ୍ସନ୍ କମିଶନ ମାଧ୍ୟମରେ ବେତନ ଏବଂ ପେନ୍ସନ୍ରେ ପରିବର୍ତ୍ତନ ହୋଇପାରେ।